एते सब माछ केन्ता कर धरलु आ किए किए धरलु जे चलो मुई तुमको बतौछे। पहला तो पले आइसु बंद के देखसु बोले बंदर नजारा किछि प्रकार थिसी। तापर आमे हरबर तरसर किना जाल धर किना पले आइसु बंद भीतर के। आ एटा केन बंद जे तमे माने जानि छ एटा हला टिटलागढ़ सागर बंद जेनटा कि हॉस्पिटल रो पहुंचाड़ आ बलांगीर जीवा रास्ता राइट साइड के पड़सी। आ ई बंदर मझे पुरे मंदिर टिके कानाटे बनाबे जे हेते लई सब पानी के ओटे दैछन। आ मुई भल करे माछ धरे नै जाने बोले मते हेते लई पहुंचाड़ जाल के धरे दैछन। आ याडा मोर मौसा मोर भाई करे जाल के धरे किना घिचतेल नेला बोले माछ माने जेन प्रकार डेगुछन जेते खुश लागि जैसी। এই জারে 4টা লোক দরকার হেসে হেলে আমি এডজস্ট করিকিনা 3টা লোক ହିଁ কাম চলে দেউଛୁ। ଆଉ ଗୋଟେ ଥର ଜାଲ ଘିଚିଲେ 2 କେଜି 3 କେଜି ମାଛ ପଡୁଥିଲେ। ହେଲେ କାଦୁଅ ଘିଚାରେ ଟିକେ ମେହନତ ବି ଲାଗୁଥିଲା। ଆଉ କାଦୁଅକେ ସଫା କରିଦେଲା ପରେ ମାଛ ମାନେ କିଛି ଇ ପ୍ରକାର ଦିଶୁଥିଲେ। ଆଉ ଏଇଟା ମୁଁ ଫାର୍ଷ୍ଟ ଟାଇମ୍ ମାଛ ମାରି ହେଇଛେ ବୋଲେ ମତେ ବି ଟିକେ ଉସତ ଲାଗୁଥିସି। ହେଲେ ତମେ ଦେଖିକରି କହ ଯେ ଆମର ଜାଣିଲେ କେତେ କେଜି ମାଛ ପଡିଛି। ଆଉ କିଏ କିଏ ଏନ୍ତା କରି ମାଛ ମାରି ଯାଇସ ଯେ କମେଣ୍ଟରେ ଟିକେ କହିବ। ତମକୁ ମାଛ ମାରବାର ଲାଗି ଭଲ ଲାଗସି କି ଖରାପ ଲାଗସି ଯେ ସେଟା ଫେର କହିବ। ତାପରେ ଏଇ ମାଛକେ ଧରିକିନା ଆମେ ବସ୍ତାନେ ଭରବାର ଲାଗି ବସ୍ତା ପାଖକେ ଆନିକରି ଆଇସୁଁ। ଆଉ ଏଥର ଜାଲନେ କେଜିନ ମାଛ ପଡିଛି ଏଇଟା ଦେଖି ପାରୁଥିବ। ଆଉ ତାପରେ ମୋର ମଉସା আর ମୋର ଭାଇ କରି ମାଛକେ ବେଟି ବୁଟା କରି ବସ୍ତାନେ ଭରି ପକାସନ୍। ତାପରେ ମୋର ଭାଇ ଖୁସି ହେଇକରି ମାଛ ଗୁଟକେ ଧରିକିନା ଦେଖଉଛି ଆଉ ଏଇ ମାଛଟା ମୁଇଁ ଖାଇମି ବୋଲିକରି କହୁଛି। ତାପରେ ଆମେ 2 ରୁ 3 ଘଣ୍ଟା ମେହନତ କଲା ପରେ ଆମେ ଏତେଟେ ମାଛ ପାଇସୁଁ ଯେନ୍ଟାକି 40 ରୁ 50 କେଜି ହେବା। ଆଉ ଆଜିର ଭିଡ଼ିଓ ମୁଇଁ ଇନୁ ସାରଲି। ଆଉ ୟୁଟ୍ୟୁବରେ ଦେଖୁଛ ବୋଲେ ସବସ୍କ୍ରାଇବଟେ କରିଦିଅ। ଆଉ ଫେସବୁକରେ ଦେଖୁଛ ବୋଲେ ଫଲୋଟେ ମାରିଦିଅ।